ଦେଖନ୍ତୁ ଆଜିର ଭିଡ଼ିଓଟି ଡେଡିକେଟେଡ୍ ରହିବ ଇଗ୍ନୋରେ ଯେଉଁମାନେ ଡିଇସି କୋର୍ସ କରୁଥିଲେ। ତ ଡିଇସି କୋର୍ସ କରୁଥିଲେ ଯେଉଁମାନଙ୍କର ସେମାନଙ୍କର ପ୍ରୋଜେକ୍ଟର ରେଜଲ୍ଟ ଆପଣମାନଙ୍କର ଆସିସାରିଛି। ତ ଏଇ ଭିଡ଼ିଓଟି ସେମାନଙ୍କ ପାଇଁ ଡେଡିକେଟେଡ୍ ରହିବ। ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ନ ଦେଖିକି ଭିଡ଼ିଓ ଯାଇକି ହ୍ୱାଟ୍ସଆପ୍ରେ ମେସେଜ୍ କଲେ ମୁଁ କାଇଣ୍ଡଲି କହୁଛି ମୁଁ ରିପ୍ଲାଏ ଦେବି ନାହିଁ। କାରଣ ମୁଁ ନୂଆ ପିଲାଙ୍କୁ ବି ପାସ୍ କରିବାର ଅଛି। ତ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ପ୍ରୋଜେକ୍ଟ ରେଜଲ୍ଟ କାହାର ଆସିଛି, ଯାହାର ଆସିନି ତ କେବେ ଆସିବ, ତ କମ୍ପ୍ଲିଟ୍ ଯଦି ଆସିସାରିଛି ତ ଆପଣଙ୍କ ସାର୍ଟିଫିକେଟ୍ କେତେ ଦିନ ଭିତରେ ପାଇଯିବ ତାର କମ୍ପ୍ଲିଟ୍ ଅପଡ଼େଟ୍ ମୁଁ ଆପଣମାନଙ୍କୁ ଏଇ ଅପଡ଼େଟ୍ ଦେବି। ତ ନିହାତି ଭାବରେ ଭିଡ଼ିଓଟି ଦେଖିବେ ଲାଷ୍ଟ ପର୍ଯ୍ୟନ୍ତ। ଏବଂ ଭିଡ଼ିଓଟି କେଉଁମାନଙ୍କ ପାଇଁ ଡେଡିକେଟେଡ୍ ଅଛି, ଯେଉଁମାନେ ଡିଇସି କୋର୍ସ କରୁଥିଲେ। ଦେଖନ୍ତୁ ମୁଁ କହିଦେଉଛି, ଯେଉଁମାନେ ଡିଇସି କୋର୍ସ ତ ସମସ୍ତଙ୍କର କରୁଥିଲେ, ଯେଉଁମାନେ ଦେଖିବେ ଦେଖନ୍ତୁ ମୁଁ କହିଦେଉଛି ଟିକେ ଦେଖନ୍ତୁ ସେଇମାନଙ୍କ ପାଇଁ ଯେଉଁମାନେ ଜାନୁଆରୀ 2025 ଦେଖନ୍ତୁ ଯେଉଁମାନେ ଜାନୁଆରୀ 2025ର ଷ୍ଟୁଡେଣ୍ଟ ଅଛନ୍ତି ସେଇମାନଙ୍କ ପ୍ରୋଜେକ୍ଟ ରେଜଲ୍ଟ ଯେଉଁମାନେ ଜାନୁଆରୀ 2026 ଜୁଲାଇ 2025 ଷ୍ଟୁଡେଣ୍ଟ ନୁହେଁ କି ଜାନୁଆରୀ 2026 ନୁହେଁ କି ଜୁଲାଇ 2026 ନୁହେଁ, ଯେଉଁମାନେ ପର୍ଟିକୁଲାରି ଜାନୁଆରୀ 2025ର ଯେଉଁମାନେ ଷ୍ଟୁଡେଣ୍ଟ ଅଛନ୍ତି ଏକ୍ଜାମ୍ ଦେଇଥିଲେ ଆପଣମାନଙ୍କର ଡିସେମ୍ବର 2025ରେ ଏକ୍ଜାମ୍ ଦେଇଥିଲେ ଏବଂ ଅଗଷ୍ଟରୁ ଆପଣଙ୍କର ନଭେମ୍ବର ଅକ୍ଟୋବର ଭିତରେ ପର୍ଯ୍ୟନ୍ତ ଆପଣଙ୍କ ଯେଉଁ ପ୍ରୋଜେକ୍ଟ ଡିପୋଜିଟ୍ କରିଥିଲେ ସେଇମାନଙ୍କ ପାଇଁ ଆପଣଙ୍କର ରେଜଲ୍ଟ। ତ ଭିଡ଼ିଓଟି ଦେଖନ୍ତୁ, ଆପଣମାନଙ୍କ ମୁଁ ଲାଷ୍ଟ ପର୍ଯ୍ୟନ୍ତ ଦେଖେଇବି। ଦେଖନ୍ତୁ ଭିଡ଼ିଓଟି ପର୍ଟିକୁଲାରି ମୁଁ କହୁଛି ପ୍ରୋଜେକ୍ଟ ରେଜଲ୍ଟ ସମସ୍ତଙ୍କର ଆସିନାହିଁ। ମୁଁ ଆଗରୁ ମଧ୍ୟ ବହୁତ ଥର ଭିଡ଼ିଓ କରି ବନେଇ ସାରିଛି। ତ ସମସ୍ତ ଅପଡ଼େଟ୍ ଆପଣ ପାଇବା ପାଇଁ ହେଲେ ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ଥିବେ। ଯେତେବେଳେ ଅପଡ଼େଟ୍ ଆସିବ ମୁଁ ଜଣେଇଦେବି। ମୁଁ ଆଗରୁ ମଧ୍ୟ ବହୁତ ଥର କହିସାରିଛି, ଯେଉଁମାନେ ଆମଠାରୁ ପ୍ରୋଜେକ୍ଟ ନେଇଥିଲେ ସେମାନଙ୍କର ଅରିଡ୍ ହେବାର ଆବଶ୍ୟକତା ନାହିଁ। କାରଣ ଆପଣମାନେ ଭଲ ମାର୍କ ରଖିକି ପାସ୍ ହେବେ। 100% ଗ୍ୟାରେଣ୍ଟି। ଆପଣମାନେ ମଧ୍ୟ ଯେଉଁମାନେ ଆସାଇନମେଣ୍ଟ ଆଉ ଏକ୍ଜାମର ରେଜଲ୍ଟ ବାହାରି ସାରିଛି ଆପଣମାନେ ନିଜେ ମଧ୍ୟ ଦେଖିଥିବେ ଯେ ଆପଣମାନେ ଆମଠାରୁ ଯେଉଁମାନେ ଜଏନ୍ ହେଇଥିଲେ ସେମାନେ ସମସ୍ତେ ଇଚ୍ ଆଣ୍ଡ ଏଭ୍ରି ପାସ୍ ହେଇନାହାନ୍ତି। ଟପର୍ସ ମଧ୍ୟ ଆପଣମାନଙ୍କ ହେଇଛନ୍ତି ଆଉ ଅଧିକାଂଶ ମାର୍କ ରଖି ମଧ୍ୟ ପାସ୍ ହେଇଛନ୍ତି। ତେଣୁକରି ଯେଉଁମାନେ ମୋ ଠାରୁ ପ୍ରୋଜେକ୍ଟ ନେଇଥିଲେ ସେମାନଙ୍କର କୌଣସି ପ୍ରକାର ପ୍ରୋବ୍ଲେମ୍ ହେବନି। ବହୁତ ସାରା ପିଲା ମୋ ପାଖକୁ ଏବେ ମେସେଜ୍ ଆସୁଛି, ମାନେ ବହୁତ ସାରା ପିଲା ଫେଲ୍ ହେଇଛନ୍ତି। ଆମ ପିଲାଙ୍କର ମୁଁ ରେଜଲ୍ଟ ଦେଖାଇ ଦେଉଛି, ତାପରେ ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ଇଏ ଗୋଟେ ପିଲା ଦେଖନ୍ତୁ ରେଜଲ୍ଟ ଆସିଲା ପରେ ଆପଣ ପାସ୍ ହେଲା ପରେ ସେ ତାର ନିଜର ଅନୁଭୂତି ସେ ସମ୍ପୂର୍ଣ୍ଣ ଭାବରେ ଲେଖିକି ମୋତେ ପଠାଇଛି ଯେ ପାସ୍ ହେଇସାରିଲା ପରେ ଆପଣ ମାନେ କୃତଜ୍ଞତା ଜଣାଇଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ। ତ ଦେଖନ୍ତୁ ସେ ଷ୍ଟୁଡେଣ୍ଟର ପିଲାଙ୍କର ରେଜଲ୍ଟ ଦେଖନ୍ତୁ ଆପଣଙ୍କ ଡିଇସିର ଦେଖନ୍ତୁ ଡିଇସି 4ଟା ହେଉଛି ଯେତେବେଳେ ପ୍ରୋଜେକ୍ଟ ଦେଖନ୍ତୁ ଏଇଠି ଡିଇସି 4ରେ ଯେତେବେଳେ ପ୍ରୋଜେକ୍ଟ ରେଜଲ୍ଟ ଆସିବ ଦେଖନ୍ତୁ ଆପଣମାନଙ୍କର ସମ୍ପୂର୍ଣ୍ଣ ଭାବରେ ଦୁଇଟା ଦେଖେଇବ। ଦେଖନ୍ତୁ ଏଠି 87 ସେ 83 ମାନେ ଏଠି ଆପଣଙ୍କ ଡିଇସି ଯେତେବେଳେ ପ୍ରୋଜେକ୍ଟ ଆସିବ ଏଠି ଲ୍ୟାବ୍ 1ର ପ୍ରାକ୍ଟିକାଲ ଆପଣଙ୍କ ବେସିକ୍ ଯଦି ରହିବ ଯେତେବେଳେ କମ୍ପ୍ଲିଟ୍ ହେଇଥିବ ଦେନ୍ ଆପଣଙ୍କର ଦେଖନ୍ତୁ କମ୍ପ୍ଲିଟ୍ ଲେଖିବ। ତ ଆପଣମାନଙ୍କର ଦେଖନ୍ତୁ 100ରୁ 87 83 ଏପଟ ଏଇଭଳି ଭାବରେ ଭଲ ମାର୍କ ଗୋଟେ ଷ୍ଟୁଡେଣ୍ଟ ମାନଙ୍କର ରଖିକି ମଧ୍ୟ ସେମାନଙ୍କର ସାର୍ଟିଫିକେଟ୍ ମଧ୍ୟ ଏଇଭଳିଆ ଗୋଟେ ଆସିବ। ଆସିସାରିଛି ତାଙ୍କର ଦେଖନ୍ତୁ ଆସିସାରିଛି ଡିପ୍ଲୋମା ଗ୍ରାଜୁଏସନ୍ ଆପଣମାନଙ୍କର ହାଇଟ୍ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବରେ ହାଇଟ୍ କରି ରଖିଛି ପ୍ରାଇଭେସି ପାଇଁ। ଆଉ ଗୋଟେ ଷ୍ଟୁଡେଣ୍ଟ ମାନଙ୍କର ଦେଖନ୍ତୁ ଗୋଟେ 87 ଗୋଟେ 51 ରହିଛି। ଆମଠାରୁ ଯେଉଁମାନେ ନେଇଛନ୍ତି ଦେଖନ୍ତୁ ଆପଣ ଆସାଇନମେଣ୍ଟ ଯେଉଁମାନେ ଲେଖିଛନ୍ତି ଯଦି ଆପଣଙ୍କର ଭଲ ହ୍ୟାଣ୍ଡ ରାଇଟିଂ ଅଛି ମୋଠାରୁ ଆସାଇନମେଣ୍ଟ ନେଇଛନ୍ତି ତ 84 90 93 95 99 ଏମିତି ମଧ୍ୟ ପିଲାମାନେ ମାର୍କ ରଖିଛନ୍ତି। ଆଉ ଗୋଟେ ଷ୍ଟୁଡେଣ୍ଟ ମାନଙ୍କର ଦେଖେଇ ଦେଉଛି ଦେଖନ୍ତୁ ସିଏ ବି ମଧ୍ୟ ଏଠି 77 71 ଏଭଳି ରଖିଛି। ତ ଦେଖନ୍ତୁ କିଛି ଷ୍ଟୁଡେଣ୍ଟ ମାନଙ୍କର ଦେଖନ୍ତୁ ମାନେ ଦେଖନ୍ତୁ ମୁଁ ଏଇଠି ପଚାରି ଦେଖନ୍ତୁ ପ୍ରୋଜେକ୍ଟ କାହାଠାରୁ ନେଇଥିଲେ ସେ କହିଛି ମୋଠାରୁ ନେଇଛନ୍ତି ବୋଲିକି। ଦେଖନ୍ତୁ ତାଙ୍କର ମଧ୍ୟ ରେଜଲ୍ଟ ଦେଖନ୍ତୁ ଏଠି 87 ଏଠି 66। ତ ମାନେ ଦେଖନ୍ତୁ ଭଲ ରେଜଲ୍ଟ ସମସ୍ତେ ରଖିକି ପାସ୍ ହେଇଛନ୍ତି। ଦେଖନ୍ତୁ ସେଇ ଷ୍ଟୁଡେଣ୍ଟର 87 86 ଷ୍ଟୁଡେଣ୍ଟ ରଖିଛନ୍ତି ଦେଖନ୍ତୁ। ତ ଆପଣମାନଙ୍କର ପ୍ରୋଜେକ୍ଟ ରେଜଲ୍ଟ ଆସିନାହିଁ ଯଦି ତ କିପରି ଭାବରେ ଦେଖନ୍ତୁ କିପରି ଭାବରେ ଆସିବେ। ଫାଷ୍ଟ ଦେଖନ୍ତୁ ଆପଣ ଯାଇକି ଗୁଗୁଲରେ ମୋବାଇଲରେ ସର୍ଚ୍ଚ କରିବେ। କ'ଣ ସର୍ଚ୍ଚ କରିବେ ନା ଇଗ୍ନୋ ଆସାଇନମେଣ୍ଟ ଷ୍ଟାଟସ୍। ସେଇ ଷ୍ଟାଟସ୍ ଉପରେ ଗଲା ପରେ ଷ୍ଟାଟସ୍ ମ୍ୟାନେଜର ଉପରେ କ୍ଲିକ୍ କରିବେ। ଏଇଠି ଆପଣ ଏନରୋଲମେଣ୍ଟ ନମ୍ବର ଡିଇସି କୋଡ୍ ଦେଇକି ଆପଣ ଡିଇସି କୋର୍ସ ଆପଣ ଯଦି ଡିଇସି ଚୁଜ୍ କରିବେ ଦେଖନ୍ତୁ ଯେମିତି ମୁଁ ଚୁଜ୍ କଲି ଦେଖନ୍ତୁ ଡିଇସି ଦେଖନ୍ତୁ ଡିଇସି ଚୁଜ୍ କଲି। ଏଇଠି ଏନରୋଲମେଣ୍ଟ ନମ୍ବର ଦେବେ। ଏନରୋଲମେଣ୍ଟ ନମ୍ବର ଦେଇ ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ଏଇଭଳିଆ ଗୋଟେ ଷ୍ଟାଟସ୍ ଆସିବ। ଦେଖନ୍ତୁ ଏଇ ଷ୍ଟାଟସ୍ଟି ଦେଖନ୍ତୁ ମୁଁ ଦେଖାଉଛି ଜୁମ୍ କରି ଭଲ ଭାବରେ ଦେଖନ୍ତୁ। ମେସେଜ୍ କରିବେନି ଦୟାକରି, କାହିଁକିନା ମେସେଜ୍ କଲେ ମୁଁ ରିପ୍ଲାଏ ଦେଇପାରିବିନି ସମସ୍ତଙ୍କୁ। ଯେତେବେଳେ ରେଜଲ୍ଟ ଆସିବ ଆପଣମାନେ ନିଜେ ହିଁ ଦେଖିବେ ଆଉ ମୁଁ ଭିଡ଼ିଓ ମାଧ୍ୟମରେ ଜଣେଇବି। ଦେଖନ୍ତୁ ଯେତେବେଳେ ଆସାଇନମେଣ୍ଟ ଦେଖନ୍ତୁ ଯେମିତି ଆସାଇନମେଣ୍ଟ ଆସିଛି ଆସାଇନମେଣ୍ଟ ଅପଡେଟ୍ ଦେଖନ୍ତୁ ଯେମିତି ଏଇଠି ଗ୍ରେଡ୍ କାର୍ଡ଼ ଅପଡେଟ୍ ହେଇଗଲା ବୋଲି ଲେଖି ଦେଖନ୍ତୁ ଗ୍ରେଡ୍ କାର୍ଡ଼ କ'ଣ ଚେକ୍ ଗ୍ରେଡ୍ କାର୍ଡ଼ ଡିଟେଲ୍ସ କ'ଣ ଲେଖା ହେଇଛି ଚେକ୍ ଗ୍ରେଡ୍ କାର୍ଡ଼ ଷ୍ଟାଟସ୍ ଫର୍ ଡିଟେଲ୍ସ ମାନେ ଏଇଭଳି ଭାବରେ ଲେଖିଯିବ ଜାଣିବି ଆପଣଙ୍କର ଗ୍ରେଡ୍ କାର୍ଡ଼ରେ ଆପଣଙ୍କର ମାର୍କଟି ଅପଡେଟ୍ ହେଇଯାଇଛି। ଆଚ୍ଛା ଦେଖନ୍ତୁ ଏଇ ଷ୍ଟୁଡେଣ୍ଟର ଯେମିତି ଦେଖନ୍ତୁ ଇଏ ଯେମିତି ଡିଷ୍ଟର୍ବାନ୍ସ କରୁଛନ୍ତି ଟିକେ ରୁହନ୍ତୁ।
ସରି ଫର୍ ଡିଷ୍ଟର୍ବାନ୍ସ ମାନେ ପିଲାମାନେ ମେସେଜ କରିଦେଉଛନ୍ତି ମଝିରେ। ତ ଦେଖନ୍ତୁ ଯେତେବେଳେ ଗ୍ରେଡ୍ କାର୍ଡ଼ ଯେତେବେଳେ ଆପଣଙ୍କ ଟାଟସ୍ ଯାଇକି ଆସାଇନମେଣ୍ଟ ଟାଟସ୍ ଦେଖେଇବେ ଏଇଠି DC4 ଯଦି ଲେଖିଛି ଆପଣଙ୍କ ରିସିଭ୍ଡ ଇନ୍ ପ୍ରୋସେସ୍ ଯଦି ଲେଖିଛି ତାହେଲେ ଆପଣଙ୍କର ପ୍ରୋଜେକ୍ଟ ରେଜଲ୍ଟ 100% ଆସିବ। ଅଡିଟ୍ ହବାର ଆବଶ୍ୟକତା ନାହିଁ। ପ୍ରୋଜେକ୍ଟ ରେଜଲ୍ଟ ଦେଖନ୍ତୁ ସମସ୍ତେ ଅଗଷ୍ଟ ମାସରୁ ନଭେମ୍ବରରୁ ସବମିଟ୍ କରିଥିଲେ ଆସିକି ଗୋଟେ ବର୍ଷ ହେଇଗଲାଣି। ପ୍ରୋଜେକ୍ଟ ରେଜଲ୍ଟ ଏଇଭଳି ଭାବରେ DCର ପ୍ରୋଜେକ୍ଟ ରେଜଲ୍ଟ ଯେତେବେଳେ ଆସେ ଇଗ୍ନୋରେ ଲେଟ୍ ହେଇଥାଏ। ବହୁତ ସାରା ପିଲା ମିସଗାଇଡ୍ ଆପଣମାନଙ୍କୁ କରିବେ। ବହୁତ ସାରା ଚ୍ୟାନେଲ ଆପଣଙ୍କ ଅଛନ୍ତି ମିସଗାଇଡ୍ ଆପଣଙ୍କ ଆଉଥରେ ଆସିବନି ଆଉଥରେ ସବମିଟ୍ କରନ୍ତୁ। ଯଦି ଆପଣଙ୍କର ରିସିଭ୍ ଇନ୍ ପ୍ରୋସେସ୍ ଲେଖିଛି ଦେନ୍ ଆପଣଙ୍କର ମାର୍କ 100% ଆସିବ। ଯଦି ଆପଣ ଭଲସେ ଲେଖିକି ଦେଇଛନ୍ତି ପ୍ରୋଜେକ୍ଟ ଆପଣଙ୍କ ଭଲ ଗାଇଡଲାଇନ୍ସ ଆମଠାରୁ ଫଲୋ କରିଛନ୍ତି ସମସ୍ତେ ଯଦି ଆପଣ ଲେଖିଛନ୍ତି ଭଲସେ ଠିକ୍ ସେ ଭାବରେ ଗାଇଡଲାଇନ୍ସ ମୁଁ ଯେଉଁଭଳି ଭାବରେ କହିଛି ସେଇଭଳି ଭାବରେ ଲେଖିଛନ୍ତି ଆପଣଙ୍କ ପ୍ରୋଜେକ୍ଟ ରେଜଲ୍ଟ ଆସିବ ଆଉ ଆପଣ ମଧ୍ୟ 100% ପାସ୍ ହେବେ। ମୁଁ ପ୍ରୁଫ୍ ଦେଖେଇଲି ମଧ୍ୟ ଆପଣ ଅନେକ ପିଲା ଆମମାନଙ୍କ ଠାରୁ ପାସ୍ ହେଇକି ଯାଇଛନ୍ତି। ତ ଏଇ ରିସିଭ୍ ଇନ୍ ପ୍ରୋସେସ୍ ଯାହାର ଲେଖି ନାହିଁ ସେଇମାନଙ୍କର ଅଡିଟ୍ ହେବାର ଅଛି ଆଉଥରେ ଦେବାର ଅଛି। ତ ଯେଉଁମାନେ ଆଉଥରେ ଦେବେ ତ ସେମାନଙ୍କର ମେଲ୍ କରନ୍ତୁ। ଯଦି ମେଲ୍ ଇଗ୍ନୋକୁ ଗ୍ରିଭାନ୍ସ ପକାନ୍ତୁ, ଗ୍ରିଭାନ୍ସ ପକାଇ ମେଲ୍ କରନ୍ତୁ ଷ୍ଟଡିସନ୍ ଇଗ୍ନୋ ଭୁବନେଶ୍ୱରକୁ କିମ୍ବା ଯେଉଁ ଆପଣଙ୍କ ରିଜନାଲ୍ ସେଣ୍ଟରକୁ ମେଲ୍ କଲା ପରେ ଯଦି ଆପଣଙ୍କ କିଛି ରିପ୍ଲାଏ ଆସୁନି ଆଉଥରେ ସବମିଟ୍ କରିବେ। ଆଉଥରେ ସବମିଟ୍ କରିବା ପରେ ଆପଣ ଅଗଷ୍ଟ ମାସରେ ଯେତେବେଳେ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ ଏ ଅଗଷ୍ଟ ମାସ ଚାଲିଛି ଆଉଥରେ DC4 ପାଇଁ କେବଳ 500 ଟଙ୍କା ଦେଇକି ସବମିଟ୍ କରିବେ। ଫର୍ମ ଫିଲ୍ଅପ୍ କରିକି ଆଉଥରେ ସବମିଟ୍ କରିବେ। କିନ୍ତୁ ଯେଉଁମାନେ ରିସିଭ୍ ଇନ୍ ପ୍ରୋସେସ୍ ଲେଖିଛି ତ ନିହାତି ଭାବରେ ପ୍ରୋଜେକ୍ଟ ରେଜଲ୍ଟ ଆସିଯିବ। ତ କୌଣସି ପ୍ରକାର ଅଡିଟ୍ ହେବା ଆବଶ୍ୟକତା ନାହିଁ। ପ୍ରୋଜେକ୍ଟ ରେଜଲ୍ଟ ଆସିବ କିପରି ଚେକ୍ କରିପାରିବେ? ତ ଆପଣଙ୍କ ରେଜଲ୍ଟ ଟାଇମ୍ ଟୁ ଟାଇମ୍ ଅପଡେଟ୍ ହେଉଛି। ସମସ୍ତେ ରେଜଲ୍ଟ ଚେକ୍ କରୁଥାନ୍ତୁ। କେମିତି ଚେକ୍ କରିବେ ନା ସିମ୍ପଲ୍ ଯାଇକି ଗୁଗୁଲ୍ କ୍ରୋମ୍ରେ ସର୍ଚ୍ଚ କରିବେ ଇଗ୍ନୋ ଗ୍ରେଡ୍ କାର୍ଡ଼। ଗ୍ରେଡ୍ କାର୍ଡ଼ ମାରିଲା ପରେ ଏଇ ୱେବସାଇଟ୍ ଆସିଯିବ। ଏଇଠି ଆପଣଙ୍କର ଅଦର ପ୍ରୋଗ୍ରାମ ଚୁଜ୍ କରିବେ। ଅଦର ପ୍ରୋଗ୍ରାମ ଚୁଜ୍ କଲା ପରେ ଏଇଠି ଆପଣଙ୍କର DC ମାରିବେ। এই ପ୍ରୋଗ୍ରାମ ଭିତରେ DC କ୍ଲିକ୍ କରିକି DC ଚୁଜ୍ କରିବେ। ଏଇଠି ଏରର ନମ୍ବର ଦେଇକି ସର୍ଚ୍ଚ କଲା ପରେ ଆପଣଙ୍କର ରେଜଲ୍ଟଟି ଏଇଠି ଆପଣଙ୍କର ଏଇଭଳି ଭାବରେ ଦେଖେଇବ। এই ଯେଉଁ ରେଜଲ୍ଟ ଯେମିତି ଦେଖାଉଛି ଆପଣଙ୍କ ରେଜଲ୍ଟ ଦେଖେଇବ। ଯଦି ଆପଣଙ୍କ DC4 ଆପଣଙ୍କ ରେଜଲ୍ଟ ଏଇଭଳି ଭାବରେ ଆସିଯାଇଥିବ ଦେନ୍ ଆପଣ ମାର୍କ ଦେଖାଉଥିବ। ଯଦି ନ ଆସୁଥିବ ତାହେଲେ 0 କିମ୍ବା ଏଇଭଳି ଭାବରେ ଗୋଟେ ଗାର ପକାଇ ଆପଣଙ୍କ ହାଇପେନ୍ ଆସୁଥିବ। ତ ନିହାତି ଭାବରେ ଆପଣଙ୍କର ପ୍ରୋଜେକ୍ଟ ରେଜଲ୍ଟ ଟାଇମ୍ ଟୁ ଟାଇମ୍ ଅପଡେଟ୍ ହେବ। ତ ଅଡିଟ୍ ହେବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କର ପ୍ରୋଜେକ୍ଟ ରେଜଲ୍ଟ ଆସିଯାଇଛି ସେମାନଙ୍କର ୱିଦିନ୍ 40 ରୁ 45 ଡେଟ୍ସ ମାନେ 40 ରୁ 45 ଦିନ ଭିତରେ ଆପଣଙ୍କ ସାର୍ଟିଫିକେଟ୍ ହୋମ୍ ଆଡ୍ରେସ୍କୁ ଆପଣଙ୍କ ଅଟୋମେଟିକ୍ ଯେମିତି ବୁକ୍ ଯାଇଥିଲା ସେଭଳି ଭାବରେ ଆପଣ ପଳେଇଯିବ। କୌଣସି କିଛି ଅଡିଟ୍ ହେବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କ ପ୍ରୋଜେକ୍ଟ ରେଜଲ୍ଟ ଆସିନାହିଁ ତ ୱେଟ୍ କରନ୍ତୁ ଆଉ ପ୍ରୋଜେକ୍ଟ ଗ୍ରେଡ୍ କାର୍ଡ଼କୁ ଆପଣଙ୍କର ଟାଇମ୍ ଟୁ ଟାଇମ୍ ଚେକ୍ କରୁଥାନ୍ତୁ ଆପଣଙ୍କ ରେଜଲ୍ଟ ଆସିଯିବ। ତ ଏବେ ଯାହାର ଅପଡେଟ୍ ଧୀରେ ଧୀରେ ହେଲାଣି ପିଲାମାନଙ୍କର ବହୁତ ପିଲାଙ୍କର ଆସିଲାଣି ଅନେକ ପିଲାଙ୍କର ଆସିନି ଅଳ୍ପ ପିଲାଙ୍କର ଆସିଛି। ତ ଅପଡେଟ୍ ଯେତେବେଳେ ହେଉଛି ତ ଆପଣଙ୍କର ଧୀରେ 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 କରିକି ସମସ୍ତଙ୍କ ପ୍ରୋଜେକ୍ଟ ରେଜଲ୍ଟ ଆସିଯିବ। ଜାନୁଆରୀ 2025 ଷ୍ଟୁଡେଣ୍ଟମାନଙ୍କ କଥା କହୁଛି। ଆଉ ଏଥିପାଇଁ ଆପଣମାନଙ୍କ ଅପଡେଟ୍ ରୁହନ୍ତୁ। ଯେଉଁମାନଙ୍କର ଯେତେବେଳେ ସମସ୍ତଙ୍କର ପ୍ରୋଜେକ୍ଟ ରେଜଲ୍ଟ ମେଜରଲି ସମସ୍ତଙ୍କର ପ୍ରୋଜେକ୍ଟ ରେଜଲ୍ଟ ଆସିଯିବ ତ ମୁଁ ହିଁ ଆପଣମାନଙ୍କୁ ଭିଡ଼ିଓ କରିକି ଜଣାଇଦେବି। ତ ଏଥିପାଇଁ ମୋତେ ହ୍ୱାଟ୍ସଆପ୍ରେ ଦୟାକରି ମେସେଜ୍ କରିବେନି କାରଣ ଅଲଗା ପିଲାମାନଙ୍କୁ ବି ମଧ୍ୟ ପାସ୍ କରିବାର ଅଛି। ଆପଣମାନଙ୍କୁ ଯେମିତି ମୁଁ ପାସ୍ କରିକି ପଠେଇଲି ସେଇଭଳି ଭାବରେ ନୂଆ ପିଲାଙ୍କୁ ତ ପାସ୍ କରିବାର ଅଛି ନା। ତ ନିହାତି ଭାବରେ ୱେଟ୍ କରନ୍ତୁ। ଯେତେବେଳେ ପ୍ରୋଜେକ୍ଟ ରେଜଲ୍ଟ ଆସିବ ମୁଁ ହିଁ ଆପଣମାନଙ୍କୁ ଜଣାଇବି। ତ ସେଥିପାଇଁ ଆପଣଙ୍କ ଟେଲିଗ୍ରାମରୁ ଜଏନ୍ ହେଇକି ଥାନ୍ତୁ। ଯେଉଁମାନେ ଆମଠାରୁ ଜଏନ୍ ହେଇଥିଲେ ସେମାନେ 100% ପାସ୍ ହେଇଛନ୍ତି। ସେମାନଙ୍କ ରିଭ୍ୟୁ ମଧ୍ୟ ଆମ ହ୍ୱାଟ୍ସଆପ୍ ମାଧ୍ୟମରେ ନିହାତି ଭାବରେ ଆମକୁ ପଠେଇବେ ଯେ ଆପଣମାନଙ୍କର ଯେଉଁ ପରିଶ୍ରମ ହେଇଥିଲା ତ ପ୍ରୋଜେକ୍ଟ ରେଜଲ୍ଟ ଆସିଲା ପରେ ଆପଣଙ୍କର ନିହାତି ଭାବରେ ଗୋଟେ ମତ ଆପଣମାନଙ୍କ ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଜଣାନ୍ତୁ। ସର୍ଟ ଭିଡ଼ିଓ କରିକି କିମ୍ବା ଆପଣଙ୍କ ଭଏସ୍ ମେସେଜ୍ କରିକି କିମ୍ବା ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ କରିକି ମଧ୍ୟ ଆମକୁ ଜଣାଇଲେ ଆମକୁ ଖୁସି ଲାଗିବ ଯେ ଆମେ ପିଲାଙ୍କ ପାଇଁ ପରିଶ୍ରମ କରିଥିଲୁ ସେ ପିଲା ପାସ୍ ହେଇକି ଯାଇଛନ୍ତି। ଧନ୍ୟବାଦ।